ବାଙ୍କି ବାରାଙ୍ଗ ଶୁଣ ଇଏ ମାନେ କିଛି ଜାଣନ୍ତି ନାହିଁ କାହିଁକିନା ମୁଁ କ'ଣ କହିବି ଦୁଃଖର କଥା ଆଜି ସରକାର ଆସିଛି ବହୁତ ଭଲ କଥା ଅଶେଷ ଅଶେଷ ଧନ୍ୟବାଦ ସରକାର ଯାହା କଥା ଦେଇଥିଲେ କଥା କରୁଛନ୍ତି ଏଇ ଯେଉଁ ପୋଷ୍ଟରରେ କିଛି କାମ ନାହିଁ ଜନସାଧାରଣଙ୍କ ସେବା କରିବା ଦରକାର ଏ ସରକାର ଆସିଛି ଜନସାଧାରଣଙ୍କ ସେବା କରିବା ପାଇଁ ଏ ଲୋକଙ୍କ ସରକାର ଆଉ ବ୍ୟାନର ପୋଷ୍ଟର ଇଏ ତ ସବୁ କ'ଣ ଦୁର୍ନୀତି ଭ୍ରଷ୍ଟାଚାର ପଇସା ଏମାନେ କେଉଁଠି କିଏ ବାଲିଘାଟ ନେଇଛି କିଏ କେଉଁଠି ମୋରମ ଖଣ୍ଡ ନେଇଛି ଏସବୁ ଦୁର୍ନୀତି ଭ୍ରଷ୍ଟାଚାର ତାଙ୍କର ଚାନ୍ଦା ଲୋକ ଅଛନ୍ତି ଆଣି ଦେଇ ଦେଉଛନ୍ତି ମୁଁ 88 ମସିହାରେ ଭାରତୀୟ ଜନତା ପାର୍ଟିର ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଆମେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଆମେ ଭାରତୀୟ ଜନତା ପାର୍ଟି ପାଇଁ ଏ ଦେଶ ପାଇଁ ଯେଉଁ ମାଟିରେ ଆମେ ଜନ୍ମ ତାର ପାଣି ପବନ ଖାଇ ଆମେ ବଞ୍ଚିଛ ସେ ମାଆର କିଳେ ମାତ୍ର କ୍ଷତି ନ ହେଉ ବାଙ୍କି ନିର୍ବାଚନ ମଣ୍ଡଳୀ ସମସ୍ତେ ନେକୁଛନ୍ତି ବାରଙ୍ଗଟା କାହିଁ ବାରଙ୍ଗ ନେକୁଛନ୍ତି ବାରଙ୍ଗବାସୀଙ୍କ ମନ କେବେ ବି ଯିଏ ଆଗରୁ ଥିଲେ କେବେ କିଣି ପାରିନାହାନ୍ତି ଆଗରୁ 2004 ମସିହାରେ ଯିଏ ବିଧାୟକ ହେଇଥିଲେ ସିଏ ବାରଙ୍ଗବାସୀଙ୍କ ମନ କିଣି ପାରିନାହାନ୍ତି 2009 ପରେ ଯିଏ ବିଧାୟକ ହେଲେ ସିଏ ବି ବାରଙ୍ଗବାସୀଙ୍କ ମନ କିଣି ପାରିନାହାନ୍ତି ଅଖଣ୍ଡ ବାରଙ୍ଗ କରିବା ଅଖଣ୍ଡ ବାଙ୍କି କରିବା ଏସବୁ କଥାରେ ରହିଯାଉଛି କିନ୍ତୁ ବାରଙ୍ଗବାସୀ ସଦାବେଳେ ଭାରତୀୟ ଜନତା ପାର୍ଟି ସାଙ୍ଗରେ ଅଛନ୍ତି କାହିଁକିନା ଏଇଠି 94 ମସିହାରେ ମା ମହିମା ପୂର୍ବତନ କେନ୍ଦ୍ର ମୁଖ୍ୟମନ୍ତ୍ରୀ ସୁଷମା ସ୍ୱରାଜ ଆମ ବାଙ୍କିରେ ମିଟିଂ କଲା ପରେ ଏଇଠି 7 ମିନିଟ୍ ମିଟିଂ କରିଥିଲେ ଜମା 7 ମିନିଟ୍ କରିଥିଲେ ଭାଷଣ ଦେଇଥିଲେ ଆଜି ବାରଙ୍ଗବାସୀ ସଦାବେଳେ ସତ୍ୟ ପକ୍ଷରେ ଅଛି ମୁଁ ବାରଙ୍ଗବାସୀ ଅଧିବାସୀ କି ମୋର ନିବେଦନ ଆଉ ତାଙ୍କ ପାଖରେ ମୁଁ କୃତଜ୍ଞତା ଯେ ବାରଙ୍ଗବାସୀଙ୍କ ପାଖରେ ସେମାନେ ଯାହା ବାରଙ୍ଗବାସୀ ଯାହା ଚାହାନ୍ତି ସଦାବେଳେ ସତ୍ୟର ସଦାବେଳେ ରୁହନ୍ତି ଆଉ ସେମାନେ କୌଣସି ମଦ ମାଂସ କାହାର ଏ ତ 5% ଲୋକ ମଦ ମାଂସରେ ବାଉଳା ପଇସା ନେଇକରି ଏସବୁ କେମିତି କ'ଣ କରିବା କିନ୍ତୁ ବାରଙ୍ଗବାସୀ ଗଣତନ୍ତ୍ରକୁ ସମ୍ମାନ ଦେଇଛନ୍ତି ସେଥିପାଇଁ ବାରଙ୍ଗବାସୀ ପାଖରେ ମୁଁ କୃତଜ୍ଞତା ମୁଁ ବାରଙ୍ଗବାସୀ ପାଖରେ ସଦାବେଳେ ମାନେ ରହିବି କାହିଁକିନା ବାରଙ୍ଗବାସୀ ଯେତେବେଳେ 2007ରେ ମୋତେ ଜିଲ୍ଲା ପରିଷଦ କରାଇଥିଲେ ମୁଁ ତାଙ୍କ ପାଖରେ ସଦାବେଳେ ମୋ ସାଙ୍ଗରେ ଅଛନ୍ତି ଆଉ ଯେତେବେଳେ ବି ବାରଙ୍ଗର କଥା ହୁଏ ଏଠି ମାନ୍ୟବର ଅଟଳ ବିହାରୀ ବାଜପେୟୀ ଥିଲାବେଳୁ ଆଉ ଆଜି ମାନ୍ୟବର ନରେନ୍ଦ୍ର ମୋଦି ମହୋଦୟ ଅଛନ୍ତି ଏଇସବୁ ପ୍ରକାର ବାରଙ୍ଗବାସୀ ଆମ ସାଙ୍ଗରେ ଅଛନ୍ତି ସଦାବେଳେ ରହିବେ ତାକୁ ଗୋଟେ ରାଜନୈତିକ ଢାଞ୍ଚା ଦେବା ପାଇଁ ବାରଙ୍ଗବାସୀ କି ଯେଉଁ କରୁଛନ୍ତି ବାରଙ୍ଗବାସୀ ସଦାବେଳେ ସତ୍ୟ ପଥରେ ଅଛନ୍ତି ଆଉ ସତ୍ୟ ପଥରେ ରହିବେ ଆଉ ବାଙ୍କି ନିର୍ବାଚନ ମଣ୍ଡଳୀ ଏଠି ବାରଙ୍ଗ ବାଙ୍କି ଆମେ ଲେଖିଦେବା ଆଜିକାଲି ନୂଆ କିଛି ଜାଣିନାହାନ୍ତି ସେମାନେ ସଂଘ ଭିତରେ ଶାଖା ଭିତରେ ପଶିନାହାନ୍ତି ସେମାନେ ଆସିଗଲା ପରେ ପୁମ୍ପୁଡ଼ି ରୁଖାପୁରୁ ଚଢ଼ିଗଲେ ଯେମିତି ପର୍ବତ ଉପରେ ମୁଁ ଠିଆ ହେଇଛି ସେ ପାଳଗଦା ଉପରେ ମାନେ ବାଲିଗଦା ଉପରେ ବସିଛନ୍ତି ସତ୍ୟ ସଦାବେଳେ ରହିବ ମହିମା ପରୀକ୍ଷା ହେଉ କଳିଯୁଗ କ୍ଷୟଯାଉ ନବଖଣ୍ଡ ମେଦିନୀରେ ଶ୍ରୀଗୁରୁ ବଚନ ରହୁ ସଦାବେଳେ ସତ୍ୟ ରହିଛି ସତ୍ୟ ରହିବ ଇଏ ସବୁ ପ୍ରକାର ବ୍ୟବହାରିତ କରିବା ପାଇଁ ବାରଙ୍ଗବାସୀ ବାଙ୍କି ଆମର ତ ବାଙ୍କି ନିର୍ବାଚନ ମଣ୍ଡଳୀ ଅଛି କ'ଣ ନା ନିର୍ବାଚନ ମଣ୍ଡଳୀ ହେଲେ ବାଙ୍କି ଆଉ ବାରଙ୍ଗ ବାଙ୍କି ଏଇ ଯେଉଁ ଜିନିଷ ସମସ୍ତେ ଦେଖୁଛନ୍ତି ମୁଁ କେତେବେଳେ ଦେଖିନଥିଲି ମୋର ସଦାବେଳେ ବାରଙ୍ଗ ଅଧିବାସୀ ପାଇଁ ବାରଙ୍ଗ ହେଉଛି ମୋ ପାଇଁ ଯେମିତି ମାନେ ଆଉ କ'ଣ କହିବି ବାରଙ୍ଗ ହେଉଛି ମୋ ପାଇଁ ବଡ଼ ମୁଖ୍ୟମନ୍ତ୍ରୀ ମୋହନ ସରକାର ହେଉଛି ଆମର ନେତା ତାର ରାଜ୍ୟର ସଭାପତି ହେଉଛନ୍ତି ମନମୋହନ ସାମଲ ଆମର କେନ୍ଦ୍ରର ମନ୍ତ୍ରୀ ଇଏ ସବୁ ପ୍ରକାର ଯେଉଁ ବଡ଼ ଏଇ ଯେଉଁ ଜିନିଷ ମୋର ତ ଗୋଟିଏ ଆପଣ ଦେଖ ଏଟାକ ମାନେ ମୁଁ କହିପାରିବିନି ସେ ବିଷୟରେ ମୁଁ ଏଇ ବିଷୟରେ ଆପଣମାନେ ବୁଝୁଥିବେ କିନ୍ତୁ ଏ ବିଷୟରେ ମୋର କାହାକୁ କମେଣ୍ଟ କରିବାର ନାହିଁ କିନ୍ତୁ ସତ୍ୟ ସଦାବେଳେ ସତ୍ୟ ରହିବ ଆମେ ଜାଣିଛ ଆମର ରାଜ୍ୟର ମୁଖ୍ୟମନ୍ତ୍ରୀ ହେଉଛନ୍ତି ମୋହନ ଚରଣ ମାଝୀ ଆଉ କେନ୍ଦ୍ରମନ୍ତ୍ରୀ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ ସେ କେନ୍ଦ୍ରର ବଡ଼ ମନ୍ତ୍ରୀ ଆଉ ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦି ଏଇ ଯେଉଁ ସରକାର ଡବଲ ଇଞ୍ଜିନ୍ ସରକାର ଲୋକ ଭୁଲି ଯାଉଛନ୍ତି ମହତାବକୁ ରଖିବା କଥା କିନ୍ତୁ କିଏ କାହିଁ କେଉଁଠି ରଖିନାହାନ୍ତି କ'ଣ କ'ଣ ହେଇଛି ବାଙ୍କିବାସୀକି ମୋର ସମସ୍ତ ବାଙ୍କିର ପ୍ରିୟ ଅଧିବାସୀକି ମୋର ଅଶେଷ ଅଶେଷ ଧନ୍ୟବାଦ ଭାରତୀୟ ଜନତା ପାର୍ଟି ଆମେ 3rd ପୋଜିସନରେ ଥିଲାବେଳେ ଆମକୁ 2nd ପୋଜିସନରେ ରଖିଛନ୍ତି ସେ ଅଧିବାସୀ ନିଶ୍ଚୟ ଆଗାମୀ ଦିନରେ ଆମର ସଂଗଠନ ବଢ଼ୁଛି ଆଉ ସେଥିପାଇଁ ସଂଗଠନ ଇଏରେ ବହୁତ ପ୍ରକାର ନରେନ୍ଦ୍ର ମୋଦିକି ସମସ୍ତେ ଭଲ ପାଉଛନ୍ତି ରାଜ୍ୟ ସାରା ଆମେ କେବେ ଚିନ୍ତା ବି କରିନଥିଲୁ ନା ଭାରତୀୟ ମୁଁ ଆପଣଙ୍କୁ କହିଥିଲି 4 ମାସ ନିର୍ବାଚନ ଥିଲା ମୁଁ ଆପଣଙ୍କ ମାଧ୍ୟମରେ କହିଥିଲି ମୁଁ କହିଲି ସରକାର ଓଡ଼ିଶାରେ ହେବ କିନ୍ତୁ ଆମେ ଏତେ ସିଟ୍ ଆଣିବାନି ଆମେ 12ରୁ 14 ଯାକେ ସିଟ୍ ଆଣିବା ଆଜି ରାଜ୍ୟବାସୀ ଦିଲ୍ ଖୋଲିକିରି ଦେଇଛନ୍ତି ରାଜ୍ୟବାସୀ ଆମର ଓଡ଼ିଶାର ରାଜ୍ୟବାସୀ ଦିଲ୍ ଖୋଲିକିରି ନରେନ୍ଦ୍ର ମୋଦିଙ୍କ ପ୍ରତି ଭରସା ରଖି ମାନ୍ୟବର ପ୍ରଧାନମନ୍ତ୍ରୀ ଗୋଟେ କଥା କହିଥିଲେ ତାଙ୍କର 4 ତାରିଖରେ ତାଙ୍କର ଡେଟ୍ ହେଇଯାଉଛି ଆଉ ସେ କଥାକୁ ଭରସା ରଖି ରାଜ୍ୟବାସୀ ତାଙ୍କୁ ବହୁତ କିଛି ନରେନ୍ଦ୍ର ମୋଦିଙ୍କ ପାଇଁ ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଆମର ରାଜ୍ୟ ସଭାପତି ମୁଁ ଯାଇଥିଲି ରାଜ୍ୟ ସଭାପତିଙ୍କ ପାଖକୁ ରାତି 3ଟାରେ ନାଇଁ ସେମିତି ଭଲ ଲୋକ ନଥିଲେ ବୋଲି 2nd ପୋଜିସନରେ ରହିଲେ ଭଲ ଲୋକ ନୁହଁ ଚାନ୍ଦବାଲି କ'ଣ କହୁଛି ମୁଁ କହୁନି ତାଙ୍କ ପାଇଁ ତ ଓଡ଼ିଶାବାସୀ ଆଜି ଦିଲ୍ ଖୋଲି ଦେଇଛନ୍ତି ରାଜ୍ୟ ସଭାପତି ହେଉଛନ୍ତି ମନମୋହନ ସାମଲ ଆଉ ତାଙ୍କ ପାଇଁ ଆଜି ଓଡ଼ିଶାରେ ଆମେ ଏତେ ସିଟ୍ ପାଇଛ ଆମର 78 ସ୍ୱାଧୀନ 4 ମିଶି 82ରେ ଆମେ ଅଛ ଦେଖ ମୁଁ କେବେ ଆଶା ନଥିଲି ଟିକେଟ୍ ମୋତେ 2009ରେ ମୋତେ ଟିକେଟ୍ ଯଚା ହେଇଥିଲା ମୁଁ ଲେଖିଥିଲି ମୋର ରାଜନୈତିକ ଗୁରୁ ନାଇଁ ସେ କଥା ନାହିଁ ମୁଁ ସେ କଥା ଚାନ୍ଦା କଥା କହିପାରିବି 2009ରେ ଯେତେବେଳେ ଟିକେଟ୍ ମୋତେ ଯଚା ହେଇଥିଲା ଟିକେଟ୍ ଯେତେବେଳେ ସଞ୍ଜୟ ପାଢ଼ୀ ଟିକେଟ୍ ପାଇଲେ ମୋତେ ଟିଟୋ ଭାଇ ଆମର ମୁକୁ ଭାଇ
राति 12टार आम बस कथा होतल मुझे देखी मत जड़े मो गुरुजी मत राजनीति पूरी से हूँ सुबल बेरा मत राजनीति 88 मसीह मेम्बर करते मत सुबल आसी कहले देख अजू बाबू तुम बहुत किसी अच्छी आग भविष्य मोर यही थरक मत 2009 टिकेट दियो मो पैड उपर मुझे नवेदन करी सरकार को आम पार्टी मुख्य जी थे तो पर्सन भाई थे पंचानन भाई थे सुरेश पूजारी थे प्रेसिडेंट मुझे नवेदन करी मुझे सुबल भाई की टिकेटा देले बहुत भल हम से राति पार्टी डिसीजन पार्टी मत पचारे मुखु भाई पचारे पार्टी जहाँ डिसीजन नब तुम मानव ना मुझे पार्टी डिसीजन नौ टिकेट मत दिए ना तुम हाथ काटी लिखी दीज तुमको दिहबनी टिकेट तुम जनक कहीच मुझे ना पार्टी जहाँ डिसीजन नब दल जहाँ डिसीजन नब आम दल सागर राजी नुह आम दल सागे रहीकि जो मोर कार्यकर्ता शुखिला गुलुला खाई आज कंथ नेखन हम रास्ता पर नेखन हम राति 12टा पर साइकेल धरी बुलवा आम पाखे से पैसा न थाए गुलगुला गोटा 5 पैसा नेखा मु दुकान की जाई कहूँ 5टा नेखा गुलुला तरकारी देबू से पैसा नाला से दुख कथा किए कहीपर आज सरकार है आम बहुत आनंदित आम के ठिका करने बेपारी आम नुह बेपार करने आम सरकार है डबल इंजिन सरकार केन्द्र सरकार है आम सदा 29 दरखास्त देवे टिकेट पे आपण मुझे आशा रही मोर जनसाधारण सेवा करने कथा मु टिकेट न रही जदि मु कार्यक्रम करें आपंकर भल मुझे अंचल मुझे आजिका कथा कहबिनी बारंगर मोर समस्त आदिवासी 19 मसीहा बात्या हो 2001 मसीहा बन्या हो अंचलवासी मुझे कथा कहीपरि अंचलवासी की आप पचारे जो कौट मेडिकल केस हो कौट तहसिल हो कौ कलेक्टर हो अजय मुदुली पाखे खबर पहुँचला आपको खबर मो कौन कार्यकर्ता पहुँचीगली आज भी मोर 110टा जाक बूथ मोर कार्यकर्ता अच्छा अवश्य से मन दुख कर बुझाई आम हूँ पार्टी प्रार्थी प्रत्येक 5 वर्ष तले बदले से प्रार्थी बदल कि पार्टी बदले नहीं आम हूँ भारतीय जनता पार्टी जो शृंखलित कार्यकर्ता आम सदा कार्यकर्ता हिसाब से शृंखलित कार्यकर्ता आम कार्य करवा आ प्रार्थी तो एमती 5 वर्ष मुझे देखी बहुत प्रार्थी मुझे 90 मसीह आम सुबल भाई ठिया 95 सुबल बेरा ठियाले पुणी 2000 टू 2009 जाके आम म्यूचुआल सरकार प्रभात भाई भाग पड़ा तापर पुणी 2014 2009 संजय पाढ़ी भाग पड़ा तापर 2014 अजय स्वाईं भाग पड़ा पुणी 2019 संजय पाढ़ी भाग पड़ा ओइका आमर ये युव नेता जी अच्छी तुषारकांत चक्रवर्ती से भल नेता भल भोट पाई भाग पड़ी तापर प्रार्थी तो एमती भाई बदले आउ से कथा मुझे कहीपरि किंतु से भगवान को कथा समस्त को भगवान सुखे रखु किंतु पुराणा कार्यकर्ता गोटे सम्मान दिंतु आगामी दिन में कौन हम से प्रभु जगन्नाथ करते मुझे आपन को जिते जगन्नाथ को लेकिन भिक मगेले जार 60 पोटी चाउल ना सी हाथ धुए नहीं मुझे आपको एक कथा कही 4 मास निर्वाचन थी आप कही मो पाक आसते गोटे थर यदि से विजुआल आप थे आप आनीपारे मुझे आपको कही प्रभु जगन्नाथ आम भी आशा रखी नथिले माननीय प्रधानमंत्री एक कथा कही आ प्रभु जगन्नाथ एक कथा भी कही मुझे एक कथा से प्रतिश्रुति देती ओडिशा रे कटक जिले कौन होची नहीं कही एक कथा किंतु ओडिशा रे पद्म फुटुची ओडिशा रे सरकार भारतीय जनता पार्टी करुची मु आशा जान रखी मोर आशा थिला 14टा भितर आसीबो आ राज्यवासी पाखे मुझे नम्न करी नमस्कार कर राज्यवासी आज दिल खोलिक भारतीय जनता पार्टी की सरकार देला पर भी 20टा 21 ରୁ 20टा देइछिंदी सेति राज्यवासी पाखे आम सदाबले आमर जो परिश्रम थिला 88 मसीह आमर जहाँ लक्ष्य थिला आम लक्ष्य स्थल पहुँच ये सरकार आम सरकार नु लोकों सरकार जनसाधारण सेवा करने आम सदाबले तरबर अछ ये जो टिकेट जो आसन संसार लभंतु सुख कामना नरो दुख भेदभाव छाड़ी पर रहिते शुभ मनासु सबुरी चिते। Please watch current updates in Rainbow Digital. Stay logged in www.rainbowodisha.com. Subscribe our channel in YouTube and press the bell icon.